ସବୁ କାମ ତ ହେଇଗଲା। ତମେ ମତେ କିଛି ଦରମା ଦେଇଥାନ୍ତ, ମୁଁ ଟିକେ ମୋ ଝିଅ ପାଇଁ କିଛି ନେଇଥାନ୍ତି। ହଉ, ମୁଁ ତମକୁ ଆଜି ଦରମାଟା ଦେଇ ଦଉଛି। ତମେ କାଲିଠୁ ଠିକ୍ ସମୟରେ ପଳେଇ ଆସିବ। ଏଇ ନିଅ। ହଁ, ଆଜି ମୁଁ ଯାଉଛି କେକ୍ଟେ ଆଣିବି। କୋଉ ଦିନରୁ କେକ୍ ଖାଇବାକୁ ଇଚ୍ଛା ଥିଲା। ମା, ମତେ 200 ଟଙ୍କା ଦେଇଥାନ୍ତୁ ପରା। ମତେ 200 ଟଙ୍କା ଜଲ୍ଦି ଆଣିକି ଦବୁ ହେଲା। ଗରିବ ଲୋକ, ମୁଁ ତତେ କେମିତି ପଇସା ଦେବି କହିଲୁ? ନାଇଁ, ଏ ପଇସାରେ କେକ୍ ନ ଆଣି ଏ ପଇସା ତାକୁ ଦେଇଦେବି, ସେ ଖୁସି ହେଇଯିବ। ହଁ। ଆରେ କଣ ହେଲା? ତୁ ଏମିତି ରାଗିକି କଣ ପାଇଁ ବସିଛୁ? ହଁ, କଣ କହିବି କହିଲୁ? ମାକୁ 200 ଟଙ୍କା ମାଗିଲି, ମା 200 ଟଙ୍କା ହିଁ ଦେଲାନି। କଣ କରିବୁ କହିଲୁ ତୁ? ଆଉ ରାଗ ଚିଡ଼ିବନି? ତୁ ଏତିକି କଥାରେ ତୁ ରାଗି ଯାଉଛୁ? ତୁ କଣ ଜାଣିନୁ କିଛି? ତୋ ମା ତତେ କେତେ ଖେଳେଇ, ତୋ ମା ବା ତତେ ବଡ଼ କରିଛନ୍ତି। ତୁ ଏମିତି କଣ କହୁଛୁ ତାଙ୍କ ବିଷୟରେ? ସେ ତତେ 200 ଟଙ୍କା ନ ଦେଲେ ନାହିଁ। ଦେଖେ, ସେ ତତେ ଆଜି 200 ଟଙ୍କା ଆଣିକି ଦେବେ। ସିଏ ନା କେତେ କଷ୍ଟ କରୁଥିବେ, ତୁ ଯା ଦେଖେ। କେତେ କଷ୍ଟ କରି କେତେ ଘର ବୁଲି କାମ କରୁଥିବେ। ତୁ କଣ ଜାଣିପାରୁନୁ? ତମେ ପା ଗରିବ ଘରରେ ତମେ ମାନେ ସବୁ ପଇସା ନିଜେ ଯୋଗାଡ଼ କରି ରଖିବା କଥା, ନିଜେ କାମ କରି ନିଜେ ଯୋଗାଡ଼ କରିବା କଥା। ତୁ ତ ତୋ ମାଆକୁ ସବୁ ପଇସା ମାଗୁଛୁ। ଆରେ ତୁ ଏମିତି କଣ କହୁଛୁ? ତୁ ଏମିତି କହିବିନି ମୁଁ ଆଉ କେମିତି କହିବି? ହଁ, ଦେଖେ ଏଇ ସୀମା ଦିଦି ଆସିଲାଣି, ତାକୁ ବି ପଚାର। ସେ ବି ଏଇଆ ହିଁ କହିବ। ଦେଖିବୁ, ସେ ଏଇଆ ହିଁ କହିବ। ଆଉ କହିବ ତୁ ଯାଇକି ତା ଭୁଲ ମାଗ ହେଲା। ସୀମା ଦିଦି ଆସ ଟିକେ ଏଇଠିକି। ଆଉ ଇଏ କଣ ତା ମାମାକୁ ଆଜି ପୁରା ପାଟିତୁଣ୍ଡ କରିକି ଆସିଛି। ୟା କଥା ଟିକେ ତାକୁ ବୁଝେଇଦେଲ। ମୁଁ ବୁଝେଇଲେ କିଛି ସେ ମାନୁନି। କହୁଛୁ ଏମିତି କଣ କହୁଛୁ? ଏମିତି ସେ କହୁଛି। ତାକୁ ଟିକେ ବୁଝେଇଦେଲ ସୀମା ଦିଦି। ତା ମା ସହିତ ସେ ପାଟିତୁଣ୍ଡ କରିକି ହେଇଛି। ତୁ ମା ସହିତ ପାଟିତୁଣ୍ଡ କରିଛୁ? ପାଟିତୁଣ୍ଡ କାହିଁ କରିଛୁ? ପାଟିତୁଣ୍ଡ କରିବା ଭଲ କଥା ନୁହଁ। ଯା ତୋ ମମିକୁ ସରି ମାଗିକି ଆସେ ହେଲା। ଭୁଲ ମାଗ ତୋ ମାକୁ। ସେ ତତେ ଛୋଟରୁ ବଡ଼ କରିଛନ୍ତି, ବୁଝିଲୁ? ଆଣ୍ଟି ଆସିଲେ ହେଲା ପିଲେ। ଏଠି ତମେ ପୁରା ଏକାଠି ହେଇଯାଇଛ। ହଁ, କଣ ହେଲା କୁହ? ଆଣ୍ଟି କିଛି ହେଇନି ଆଣ୍ଟି, କିଛି ବି ହେଇନି। ତୁ ପରା 200 ଟଙ୍କା ମାଗୁଥିଲୁ। ନେ 200 ଟଙ୍କା ନେ। ପୁରା 200 ଟଙ୍କା ଆଣିଛି। କାମ କରି ଟିକେ ଥକି ଗଲିଣି। ଘରକୁ ଯାଇକି ଟିକେ ମୁଣ୍ଡ ପଟି କରିଦେ। ଦେଖିଲୁ ତ ତୋ ମା ତତେ କେତେ ଭଲ ପାଆନ୍ତି। ତୋ ମା ତତେ ଫେଣି 200 ଟଙ୍କା ଦେଲେ କି ନାଇଁ? ଭୁଲ ମାଗିଦେ ହେଲା। ମା ଏଠି ଟିକେ ଆସିଲା। କଣ ହେଲା? ହଁ, କହ। ମୋର ଭୁଲ ହେଇଯାଇଛି। ଆଗରୁ କେବେ ଏମିତି କହିବିନି। ମୋର ଭୁଲ ହେଇଯାଇଛି।